এবং সেখানে নিশ্চয় আমাকে আশীর্বাদ করবে। সে আশীর্বাদ রক্ষে আজ আমি 124তম জয়ন্তী পালন করুন, সাথে শাশ্বতম পালন করুন। আজ সমস্ত স্বাগত করি বর্তমান আমার কার্যকারী সভাপতি প্রধান কৌশিকে স্বাগত ভাষণ এবং প্রত্যেক କାରଣ ସିଏ ପ୍ରଥମେ ଆମର ଓଡ଼ିଆ ସାହିତ୍ୟକୁ ଏକ ସ୍ୱତନ୍ତ୍ର ଚିହ୍ନ ଦେଇଥିଲେ। କାରଣ ତାଙ୍କ ପୂର୍ବରୁ କେବଳ ସଂସ୍କୃତ ସାହିତ୍ୟରେ ଯେଉଁ କାବ୍ୟ ରଚନା କରାଯାଉଥିଲା ତାହାର ଆଦର ଥିଲା ଏବଂ ସେତେବେଳେ ଆମର ଯେଉଁମାନେ ରାଜାମାନେ ତାଙ୍କର ଯେଉଁ ଦରବାରରେ ସେ ଏକ ସ୍ୱତନ୍ତ୍ର ସାହିତ୍ୟିକ ଏବଂ ସଙ୍ଗୀତ ବିଭାଗର ଗୋଟେ ତାଙ୍କର ସ୍ୱତନ୍ତ୍ର ସେ ସଭା କରୁଥିଲେ। ସେ ସଭାରେ ଓଡ଼ିଆ ସାହିତ୍ୟ ସମ୍ପର୍କରେ ଯାହା ଆଲୋଚନା ହେଉନଥିଲା, କେବଳ ସଂସ୍କୃତ ସାହିତ୍ୟ ଉପରେ ଆଲୋଚନା ହେଉଥିଲା। ତେଣୁ ପ୍ରଥମେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସେ ସଂସ୍କୃତ ସାହିତ୍ୟର ସମକକ୍ଷ ବା ତାଠାରୁ ଅଧିକ ଉତ୍କର୍ଷ ସେ ସାହିତ୍ୟ ରଚନା କରି ସେ ଓଡ଼ିଆ ଭାଷାକୁ ଏକ ସ୍ୱତନ୍ତ୍ର ସ୍ଥାନ ଦେଲେ ଏବଂ ଗୋଟେ ସ୍ୱାଧୀନତା ଯାହାକି ସଂସ୍କୃତ ସାହିତ୍ୟ ଦ୍ୱାରା ଯାହା ବହୁ ଭାବରେ ବଶୀଭୂତ ହେଇଥିଲା ସେଥିରୁ ସେ ମୁକ୍ତି ପାଇଲା ଏବଂ ଓଡ଼ିଆ ସାହିତ୍ୟ ଏକ ସ୍ୱତନ୍ତ୍ର ଉନ୍ନତ ଭାଷା ଭାବରେ ପରିଣତ ହେଲା। ଏବଂ ଆମେ ଯେତେବେଳେ ଓଡ଼ିଆ ଭାଷା ଯେତେବେଳେ ସ୍ୱତନ୍ତ୍ର ଶାସ୍ତ୍ରୀୟ ମାନ୍ୟତା ପାଇଲା, ସେ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ର ସରକାର ଆପଣମାନେ ପ୍ରକୃତରେ ଯେଉଁମାନେ ଗଦଗଦ ପ୍ରାଣରେ କଳିଙ୍ଗ ଭାରତୀ ଭଲ ପାଆନ୍ତି ସେମାନେ ଆସନ୍ତି। ବର୍ଷ ବର୍ଷ ମୁଁ ଦେଖିଛି ଯେଉଁମାନେ ଆସନ୍ତି ଏଇ ସବୁ ସମସ୍ତ ଆୟୋଜନରେ ସମସ୍ତ ସଭା ସମିତିରେ ଆମେ ତାଙ୍କୁ ଦେଖୁ। ବାସ୍ତବିକ ସେମାନଙ୍କ ପାଖରେ ମୋର ନମସ୍କାର, କାରଣ ଆପଣମାନେ ହିଁ ହେଉଛନ୍ତି ଆମର ପ୍ରେରଣା। ଆଜି ଭାଇ ବହୁତ ଖୁସି ଲାଗୁଛି ଅଞ୍ଜଳି ତମେ ସେ ଦିନଠୁ ଏବଂ ଏଇ ଦିନଟି ହେଉଛି ବା ଏଇ ତାରିଖଟି ହେଉଛି ଆଜିର ତାରିଖ। ଆଜି ହେଉଛି ଜାନୁଆରୀ 20, 1926। ତେଣୁ ଏ ଦୀର୍ଘ କାଳ ପରେ ଆମେ ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ମନେ ପକାଉଛୁ। କହିବାର କାରଣ ଅନେକ ଏବଂ ଏ ସମ୍ପର୍କରେ ଆପଣମାନେ ଶୁଣିଥିବେ କାର୍ଯ୍ୟକାରୀ ସଭାପତି ସୂଚନା ଦେଲା ବେଳେ କହୁଥିଲେ ଯେ ସେ ଯେଉଁ ସମୟରେ କଳିଙ୍ଗ ଭାରତୀ ଅନୁଷ୍ଠାନ ଗଢ଼ିଲେ ତାଙ୍କ ଆଖି ଆଗରେ ଥିଲା ଓଡ଼ିଆ ଭାଷା ସାହିତ୍ୟକୁ ଅନ୍ତତଃ ନଷ୍ଟମୁଖୀ ଦିଗରୁ ରକ୍ଷା କରିବା। ଯେଉଁମାନେ ଓଡ଼ିଆ ଭାଷା ସାହିତ୍ୟକୁ ନଷ୍ଟ କରୁଛନ୍ତି ସେମାନଙ୍କ ବିପକ୍ଷରେ ଯାଇ ଯଥାର୍ଥ ସଂସ୍କୃତ ଏବଂ ସାହିତ୍ୟ ପ୍ରତିଷ୍ଠା ତାଙ୍କର ଲକ୍ଷ୍ୟ ହେଲା। ଯେ ଗୋଟେ ସଂଗଠନ ଭିତରକୁ ପ୍ରଥମେ ଆସିଥିଲେ 1926 ମସିହା। 1926 ମସିହା ହେଉଛି ପ୍ରାଚୀ ସାହିତ୍ୟ ସମିତି ପ୍ରତିଷ୍ଠା। ଏ ସାହିତ୍ୟ ସମିତିର ପ୍ରତିଷ୍ଠାପକ ଥିଲେ ପୂଜ୍ୟ ରାୟବାହାଦୁର ଆର୍ତ୍ତବଲ୍ଲଭ ମହାନ୍ତି।
ଏବଂ ତାଙ୍କ ସହିତ ସେ ରହି କାମ କରୁଥିଲେ ସାହିତ୍ୟର, ପ୍ରାଚୀନ ସାହିତ୍ୟର, ମଧ୍ୟକାଳୀନ ସାହିତ୍ୟର। ଏବଂ ସେ ସମୟରେ ସେ ଅଚ୍ୟୁତାନନ୍ଦ ଦାସଙ୍କର ଗୁରୁଭକ୍ତି ଗୀତା ମୁଖବନ୍ଧ ଲେଖିଛନ୍ତି। ମୁଖବନ୍ଧ ମଧ୍ୟ ଲେଖିଛନ୍ତି ଚଉତିଶା ମଧୁଚକ୍ର। ମୁଖବନ୍ଧ ଲେଖିଛନ୍ତି ଜୟକୃଷ୍ଣ ଭଜନ। ଯୋଉ ପ୍ରାଚୀନ ସାହିତ୍ୟ ସମିତିରୁ ଯୋଉ ବହି ବାହାରୁଥିଲା ତା ଉପରେ ଲେଖା ହଉଥିଲା ପ୍ରାଚୀନ ଗ୍ରନ୍ଥମାଳା 1, 2, 3 ମୋ ବାପାଙ୍କ ବିଷୟରେ ମୁଁ କ'ଣ କହିବି? ମୁଁ ତ ତାଙ୍କ ସାଙ୍ଗେ ଯେତିକି ସମୟ ବିତେଇଛି ଅଳ୍ପ ଦିନ କେବଳ 60 ବର୍ଷ ପର୍ଯ୍ୟନ୍ତ ବାପା କହିଥିଲେ। ମୋର 46 ବର୍ଷରେ ଜନ୍ମ। ସେତିକି ଦିନରେ ଓତପ୍ରୋତ ଭାବରେ ଯେଉଁ ମୋ ପିତାଙ୍କ ସାଙ୍ଗରେ ଗୋଟେ ତର୍ମ ଜୀବନ ଥିଲା, ତାକୁ ଯେଉଁ ସେବା କରିଥିଲି ସେଇଟା ଆଜି ପର୍ଯ୍ୟନ୍ତ ମୋ ମନ ମଧ୍ୟରେ ରହିଛି। ଭାବିପାରୁନି କି ବିଚିତ୍ର ମଣିଷ ସେ ଥିଲେ। ମୁଁ ସେ ବିଷୟରେ ପଦେ ଖାଲି କହିବି। ନୀଳମଣି ମହାପାତ୍ର ନୀଳମଣି ସାହେବ ଯାହା କହିଛନ୍ତି, ଦେଖନ୍ତୁ ଆପଣ କେତେ ଜାତୀୟ ପ୍ରୀତି ତାଙ୍କର ଥିଲା। ଓଡ଼ିଶାର ନାଁ ସାରା ଭାରତ ବର୍ଷରେ ବହୁତ ଗୁଡ଼ିଏ ପ୍ରଦେଶ ଅଛି, ସବୁ ପ୍ରଦେଶରେ କୌଣସି ଦୁଇଟି ନାଁ ନାହିଁ, କିନ୍ତୁ ଓଡ଼ିଶାର କେତେ ଗୁଡ଼ିଏ ନାମ ଅଛି। କଳିଙ୍ଗ, ଉତ୍କଳ, ଓଡ଼ିଶା, ଉଡ୍ର, ଏମିତି ବହୁତ ଖୋଜିଲେ ଆହୁରି ବହୁତ ପାଇବେ। ଜ୍ଞାନୀ କିଏ ପଣ୍ଡିତ ସେ କଳିଙ୍ଗ ଭାରତୀ, ଉତ୍କଳ ଛାତ୍ର ସାହିତ୍ୟ ସଭା, ଦୁଇଟା ହେଉଛି ତାଙ୍କର ବାଛିଛନ୍ତି ରଖିଛନ୍ତି। ତାଙ୍କର ଜ୍ଞାନ, ଗାରିମା, ବୁଦ୍ଧି କେହି କଳନା କରିପାରିବେନି। ସେ ଯେତେବେଳେ ତାଙ୍କର ଅନୁଷ୍ଠାନ କରିଲେ ସେତେବେଳେ ସେ କହିଲେ ଯେ ଏଇ କଞ୍ଚା ମାଟିରେ ମୁଁ କରିବି ମୋର ଶିଷ୍ୟମାନଙ୍କୁ ସୈନ୍ୟ ସେନାପତି କରିବି। ତେଣୁ ସେ ବାଛି ନେଲେ ତାଙ୍କର ହାଇସ୍କୁଲର ପିଲାମାନଙ୍କୁ। ତାଙ୍କ ମୁଁ ଆଉ ବେଶୀ କିଛି କହିବାକୁ ଚାହିଁନି, କାରଣ ସମୟ ଅତିକ୍ରାନ୍ତ। ସେ ଯେତେବେଳେ ତାଙ୍କର ଅନୁଷ୍ଠାନ କରିଲେ ସେତେବେଳେ ତାଙ୍କ ପିଲାମାନଙ୍କୁ ଶିକ୍ଷା ଦେଉଥାନ୍ତି, କହିଲେ ନମସ୍କାର କରିବନି, ପ୍ରଣାମ କରିବନି, ଆମର ରହିବ ଜୟ ନା କହିବ ଭାରତୀ। ଆଉ ସାକ୍ଷୀ ଅଛନ୍ତି ତାଙ୍କୁ ଯିଏ କାନ୍ଧରେ ବୁହାଇ ଦେଇଥିଲେ, ସରେଶ୍ୱରୀ ଅଛନ୍ତି, ଚନ୍ଦ୍ରଶେଖର ଅନ୍ୟ କାମରେ କିଛି ସିଏ ସେ କାନ୍ଧରେ ନେଇକି ତାଙ୍କ ସବୁକୁ ସତ୍ୟରାକୁ ଯାଇଥିଲେ। ଯେଉଁମାନେ ନେଇକି ଯାଇଥିଲେ ସେ କାନ୍ଧ ଉପରେ ବାପାଙ୍କର ମରଦେହର ଯେଉଁ ଆତ୍ମାଟା ବୋଝ ହୋଇକି ରହିଲା। ସେଇ ବୋଝ ହିଁ ତାଙ୍କୁ ସମସ୍ତଙ୍କୁ ଏଇଠି ଉପସ୍ଥାନ କରିକିରି ସେ ବୋଝ ହିଁ ଆଜି ସେ ଅଛନ୍ତି, ପ୍ରମାଣ ଅଛନ୍ତି ସରେଶ୍ୱର। ସେ ବୋଝକୁ ବହନ କରିକି ସେ କଳିଙ୍ଗ ପ୍ରସିଦ୍ଧ ସଭାପତି ହେଇଛନ୍ତି। ତେଣୁ ଆପଣ ଏଇଥିରୁ ଜାଣୁଥିବେ ସେ କି ବିଚିତ୍ର ମଣିଷ ଥିଲେ। ମାନେ ତାଙ୍କର ମାତା ଜନ୍ମଦାତ୍ରୀ ଆଉ ଯେତେବେଳେ ମଙ୍ଗଧର ଭବିଷ୍ୟତରେ ଆତ୍ମପଦାର୍ପଣ କରେ, ଇଏ ତ ମୋର ଭବିଷ୍ୟତ, ଆଗକୁ ମୁଁ ଯେତେବେଳେ ସାହିତ୍ୟର ଇଏ କରିବି ବା ସାହିତ୍ୟକୁ ଆଗେଇ ନେବି, ଏ ମୋର ହବ ଡାହାଣ ହାତ। ସେଇଆ ହିଁ ହେଲା ପ୍ରାଚୀ ସମିତି ବେଳେ ଆତ୍ମପଦାର୍ପଣଙ୍କର ଯେତେ ସବୁ ସଂସ୍କୃତ ପୋଥିକୁ ସେ ଇଂରାଜୀରେ ଇଏ କଲେ, ଯେତେ ସବୁ ଆମର କୃତି ସବୁ କୃତି ବିଭିନ୍ନ ଭଞ୍ଜଙ୍କର ସବୁ ସବୁ ଶ୍ରେଷ୍ଠ ଶ୍ରେଷ୍ଠ ଇଏ ଗୁଡ଼ିକୁ ସେ ଇଂରାଜୀରେ ଇଏ କରି ଯେତେବେଳେ ଅନୁବାଦ କଲେ, ଶ୍ରେଷ୍ଠ ଅନୁବାଦ। ଆପଣ ପଢ଼ିବେ ତାଙ୍କର ବହି। ମତେ ଭାଷଣ କରିବାକୁ ପଡ଼ିଲାନି, ଆଉ ଟିକେ ପଢ଼ିବି, ଯୋଉଟା ମୁଁ ଖାମଖିଆଲି ଭାବେ ପଢ଼ି ଟିକେ ସିନସିୟରଲି ଏତେ ସାବଳୀଳ। ଆପଣ ସେ ତୁଳସୀ ରାମାୟଣ ସତରେ ହିନ୍ଦୀ କ'ଣ ଆମର ନିଜ ଭାଷା, ଯାହାହେଲେ ଆମର ରାଷ୍ଟ୍ର ଭାଷା, କିନ୍ତୁ ମୋ ଭାଷାରେ ଏତେ ମନ ଛୁଆଁ ସେ ରାମାୟଣ ଆପଣଙ୍କ ଆଖିରେ ଲୁହ ଆସିଗଲା। ସେ ପଦେ ବାହାରିଛି ମୋର ନଜର ପଡ଼ିଲା, କୌଶଲ୍ୟାଙ୍କୁ କହି ସୀତାଙ୍କୁ ରାମ ଯାଉଛନ୍ତି କହିବାକୁ ଯେ ସୀତା ମୁଁ ଯାଉଛି, ମୁଁ ତମକୁ ଯାଉଛି ଆପଣଙ୍କ ଆଦର୍ଶରେ ଭାବ ପାବ। ସୀତେ କହୁଛନ୍ତି ତମେ କ'ଣ ଛାଇ କ'ଣ ଦେହଠୁ ଅଲଗା ହେଇପାରେ। ଏଇ ଭାବରେ ତୁଳସୀ ରାମାୟଣ ଲେଖା ହେଇଥିଲା, ଯାହାକୁ କି ଗୁରୁ ବିଚ୍ଛେଦ ପରେ ଏତେ ସୁନ୍ଦର ଭାବରେ କରିଛନ୍ତି। ଆପଣ ସେଇ ଭାବ କ'ଣ ତାଠୁ ତତୋଧିକ ଭାବ, ଯେହେତୁ ମୋ ମାତୃଭାଷା କି ସାବଳୀଳ କାବ୍ୟତ୍ୱ, ଆପଣଙ୍କ ଆଖିରେ ଲୁହ ଆସିଯିବ। ସୀତାଙ୍କ ପାଖ ଗଲେ ଏଇ ଜଗନ୍ନାଥ ଦାସଙ୍କୁ କହିଲେ ଏଇଠି କ'ଣ ବେଲି ଭାଗବତ, ଇଏ କ'ଣ କିଏ
ଓଡ଼ିଆ ଭାଷା କ'ଣ ଏତେ ପୁଅ ଏତେ ଓଡ଼ିଆ ଭାଷା କ'ଣ ଏତେ ଦରିଦ୍ର ଯେ ତମେ ଦେଖିବ। ଏଣୁ ସିଏ ଉପେନ୍ଦ୍ର ଭଞ୍ଜଙ୍କୁ ସଂସ୍କୃତ ସାହିତ୍ୟ ସମଗ୍ର କରିବା ପାଇଁ ବା ତାକୁ ଉପରକୁ ନେବା ପାଇଁ ସେ ନିଜେ ଚେଷ୍ଟା କଲେ ତାଙ୍କର କାବ୍ୟ କବିତାରେ। ଭାଷା ସାହିତ୍ୟ 43 ମସିହାରେ ଗୁରୁଦେବ ବିଛନ ଚରଣ ପଟ୍ଟନାୟକ ଆରମ୍ଭ କଲେ ଆଉ ଗୋଟେ ଆରମ୍ଭ। এই জাতিকে রক্ষা করিয়া হইলে এই পরম্পরাকে রক্ষা করিয়া হইলে গোটাଏ আন্দোলন দরকার। ତେଣୁ ସେ ସ୍କୁଲ ମାନଙ୍କୁ ଗଲେ ସ୍କୁଲ ପିଲାମାନଙ୍କୁ ଭୂଦାନନ୍ଦ ରାୟ କୁମାରଙ୍କର ସ୍କୁଲ ରେଭେନ୍ସା କଲେଜ କଲେଜିଏଟ ସ୍କୁଲର ଛାତ୍ର ସ୍କୁଲ ଛାତ୍ରମାନଙ୍କୁ ଆଣି ତାଙ୍କୁ କହିଲେ ଏଇଟା ଓଡ଼ିଆ, ଏଇଟା ଓଡ଼ିଆ ସାହିତ୍ୟ, ଏଇଟା ଓଡ଼ିଶାର ସଂସ୍କୃତି। ତାଙ୍କୁ ଉଦ୍ବୁଦ୍ଧ କଲେ ଆଉ ସେଇମାନେ ଏ ମଶାଲ ଧରିକିରି ଓଡ଼ିଶାର ସାଂସ୍କୃତିକ ମଶାଲ ଧରି ସାରା ଓଡ଼ିଶା ଯାକ ଭାରତ ବର୍ଷର ବିଭିନ୍ନ ସ୍ଥାନରେ ସେ ଜାଗରଣ କଲେ ଯେ ନାଇଁ ଓଡ଼ିଆ ଭାଷା ସମୃଦ୍ଧ, ଓଡ଼ିଆ ସଂସ୍କୃତି ସମୃଦ୍ଧ। ଆମର ଲୋକ ସଂସ୍କୃତି କହନ୍ତୁ, ଆମର ପାଲା ଦଶକଟିଆ କହନ୍ତୁ, ଗୋଟିପୁଅ ନୃତ୍ୟ କହନ୍ତୁ, ଆମର ସବୁକିଛି ଆମର ନିଜର ସ୍ୱତନ୍ତ୍ର। ଏଣୁ ଏ 4 ଜଣ ହେଲେ 4ଟା ପିଲା ଶାରଳା ଦାସ, ଉପେନ୍ଦ୍ର ଭଞ୍ଜ ଆସିଲେ, ଫକୀରମୋହନ ସେନାପତି ଏବଂ ବିଛନ୍ଦ ଚରଣ ପଟ୍ଟନାୟକ। ଏମାନେ ନଥିଲେ ଏ ଭାଷାର ଯେଉଁ ଛାତ ତିଆରି ଏ ଛାତକୁ ରକ୍ଷା କରିବାକୁ ହେଲେ ଆମେ ବହୁତ ସଂଗ୍ରାମ କରିଛୁ କରୁଛୁ। ତଥାପି ଲୋକଙ୍କ କାନରେ ନିଶ୍ଚୟ ପଡ଼ୁଛି ଯେ ଏ ଜାତି ବଞ୍ଚିବ, ଏ ଜାତିକି ବଞ୍ଚିବାକୁ ପଡ଼ିବ। ଏ କଥା ନିଜେ ବିଛନ୍ଦ ଚରଣ ପଟ୍ଟନାୟକ ତାଙ୍କର କବିତା କରିଛନ୍ତି। ଆଶା ଏଇ ନୂତନ ମୁରଲୀ ମୋହନ ବାଜୁ ପୁଞ୍ଜେ ଉତ୍କଳ, ଆଶା ଏଇ ନୂତନ ମୁରଲୀ ମୋହନ ବାଜୁ ପୁଞ୍ଜେ ଉତ୍କଳ। এই ଉତ୍କଳରେ ଆଶାକୁ କେବଳ ନୈରାଶ୍ୟବାଦ ହେଉଛି ମଣିଷର ଜଡ଼ତା। ନୈରାଶ୍ୟବାଦ ଯେତେବେଳେ ଆସିବ ସେତେବେଳେ କଲ ଆପଣ ଗୋଟେ ରୋଗୀକି ଯଦି कवि बिछन्द चरण पट्टनायक जन्मदिन एवं 126वां जन्मवार्षिकी आज ताहा आमे संगीत नाटक एकाडेमी सह पालन करुचे। आज जो संध्या यहाँ आम पारिवारिक संध्या भाया लगुच कहीं मंचर जो मैंने अच्छा समस्त आम कलिंग भारती परिवार सदस्य समस्ते बाबाजी बाबू जदिओ माने माने परिवार नही आम परिवार कहीं आमर प्रत्येक फंक्शन एभली कौन फंक्शन ना जो बाबाजी बाबू ना केते से देखिए फंक्शन स्पीकर नथिले सी आसी बसिथिबे सामना सब आम प्रति श्रद्धा सब अच्छी। तेबे आज समस्त धन्यवाद देवार कौन आवश्यकता नहीं, से कर्तव्य आज कर समस्ते निजस्व शैली निजे निजे खूब भल स्पीकर मैंने कहते आम यूट्यूब पाइबा यूट्यूब चुंबक देते केते सुंदर भाव में आलोचना कर आज अनुप केड़े सुंदर बढ़िया कथाटे कहले माने जो कथा आम रमाकांत रथंकर एते सुंदर कविता एते विश्व दरबार आलोचना होची ताकू आमर बिछन्द चरण पट्टनायक केड़े सुंदर लिखिचंती ताकू एते सुंदर भाव से कंपेयर करी कहिला मु उद्बुद्ध होई। तेणु आमर निज लोकंक कथा पूर्वसूरी कथा आम जानी पारुना, तेणु इटा जानिबार आवश्यकता रही। से आम आमर परिवार लोक मान आनबार आवश्यकता रही, आम पिला मान उद्बुद्ध कर आमर कर्तव्य रही। तेणु मोर अनुरोध आपण माने निश्चित भाव में आमर आगामी जेकोसी कार्यक्रम निश्चित भाव में परिवार जन जन को लेकिन आसतु सांगसाथी हूँ पिला माने हूँ नाती हूँ पुओ हो पुओ को ड्राइवर हिसाब से हूँ पछे आनी आसतु बसतु भल लगे समस्त आपण मान आमर जो धुरंधर वीर माने